ଜୟ ଶ୍ରୀ ଜଗନ୍ନାଥ ଭାଇ, ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ମୁଁ ଜଗଦମ ପ୍ରଣାମ କରି ଆଜି ଆମ ରାଷ୍ଟ୍ର ଶାସନକୁ ଆଗକୁ ବଢେଇବା। ରାଷ୍ଟ୍ର ଶାସନ କ୍ରମରେ ଆଜି ଆମେ ପଢିବା ଅରିଷ୍ଟ ପୂର୍ବକ ଆୟୁଷ ଭେଦ। କେଜାଣି ଏଇ ଟପିକ ଟା କାହିଁ ମୁଁ ବାରମ୍ବାର ପଢୁଛି। ଜାତକ ପାରିଜାତରୁ ପଢୁଛେ ଆମେ, ଇଚ୍ଛା ନାହିଁ ପଢିବାକୁ ଏଇ ଟପିକ ଟା, କିନ୍ତୁ ବାଧ୍ୟ ହେଇକି କଣ ପାଇକି ଏଟା ଖୋଲିକି ପଢୁଛି ମୁଁ ବି ଜାଣିପାରୁନି। ତଥାପି ପଢିବା। ଜୀବନରେ କୌଣସି ଜିନିଷ ମୁଁ ଭାବେନି କି ଗୋଟେ ଏମିତି ହୁଇମିସ୍କାଲ ହୁଏ। ପ୍ରତ୍ୟେକ ଜିନିଷର କିଛି ନା କିଛି ଗୋଟେ ଥାଏ ସିଗ୍ନିଫିକାନ୍ସ। ଆମେ ମାନେ ଙ୍କର କନସିୟସନେସ ଲେବୁଲ ଟା ଏତେ ମାତ୍ରାରେ ଡିଫ୍ଲେକ୍ଟ ହେଇଯାଇଛି ଯେ ଆମେ ପ୍ରକୃତିର ନିମିତ୍ତକୁ ଭଲସେ ଅବଜର୍ଭ କରୁନାହୁଁ। କୋଉଟା ଆମ ମାଇଣ୍ଡରେ ସବକନସିୟସଲି ଟ୍ରିଗର ହଉଛି ତା ଉପରେ ଧ୍ୟାନ ରଖୁନାହୁଁ। ଆଉ ଏଇ ଜିନିଷଟା ନା ହେବାର ମୁଖ୍ୟ କାରଣ ହଉଛି ଆମେ କନସେନଟ୍ରେଟ ନାହୁଁ। ଯୋଉ ଜିନିଷଟାକୁ ମୁଁ ପଢିବିନି ବୋଲି ଭାବିଥିଲି ସେଇ ଜିନିଷଟାକୁ ମୁଁ ପଢୁଛି ବସିକି, ଆଉ ପଢଉଛି ବି। ଚାଲ, ଏଇଠି ଆଚାର୍ଯ୍ୟ ବୈଦ୍ୟନାଥ କହୁଛନ୍ତି ଅରିଷ୍ଟ ପୂର୍ବକ ଆୟୁଷ ଭେଦରେ। କାଲି ଆମେ ପଢିଥିଲେ ଯେ 12 ବର୍ଷ ପର୍ଯ୍ୟନ୍ତ ଛୁଆ ମାନଙ୍କର ଅରିଷ୍ଟ ରହେ। ପ୍ରଥମ 4 ବର୍ଷରେ ଯଦି ମୃତ୍ୟୁ ହେଇଯାଏ ତାହେଲେ ମାର ପାପ ଜନିତ। ସେକେଣ୍ଡ 4 ବର୍ଷରେ ଯଦି ହେଲା ବାପାର ପାପ ଜନିତ। ଥାର୍ଡ 4 ବର୍ଷରେ ଯଦି ହେଲା ତାହେଲେ ନିଜର ପାପ ଜନିତ। କିନ୍ତୁ ଏଠି ଆଚାର୍ଯ୍ୟ କହୁଛନ୍ତି ଯେ ଜନ୍ମ କାଳରୁ 8 ବର୍ଷ ପର୍ଯ୍ୟନ୍ତ ଯୋଉ ରିଷ୍ଟଟା ଥାଏ, ତାପରେ 12 ବର୍ଷରେ ତ ନିଜ ପାପ ଜନିତ ଗଲା, ତାହେଲେ 13ରୁ ଆଗକୁ 20 ବର୍ଷ ପର୍ଯ୍ୟନ୍ତ ଯୋଉ ରହେ ସେଟା ଯୋଗରିଷ୍ଟ। ଯୋଗରିଷ୍ଟ କଣ? ଆମେ 27 ନିତ୍ୟ ଯୋଗ ଅଲରେଡି ପଞ୍ଚାଙ୍ଗରେ ପଢି ଦେଇଛେ। ଯେତେବେଳେ ପଞ୍ଚାଙ୍ଗରେ ଆମେ ଯୋଗ ପଢିଥିଲେ, ଯୋଗର ସେ ଭିଡିଓଟାକୁ ଯାଇ ଚେକ୍ କରିନବ। ସେ ପଞ୍ଚାଙ୍ଗରେ ଯୋଉ ଯୋଗରିଷ୍ଟ ରହେ, 27 ନିତ୍ୟ ଯୋଗରୁ ଯୋଉ ଯୋଗରିଷ୍ଟ ଖରାପ ଯୋଗ ଗୁଡା ରହେ, ଅତି ଗଣ୍ଡ, ଗଣ୍ଡ, ଶୂଳ, ପରିଘ, ଆଉ କଣ ବ୍ୟତିପାତ, ବ୍ୟାଘାତ, ଏଇଭଳିଆ ଯୋଉ ଖରାପ ଯୋଗ ଗୁଡା ରହେ, ସେଇଟା 12ରୁ 20 ବର୍ଷ ପର୍ଯ୍ୟନ୍ତ ଆକ୍ଟିଭେଟ ଥାଏ। ତମେ ପଚାର କଣ ଆଷ୍ଟ୍ରୋଲୋଜି ସବୁ ଖାଲି ଖରାପ ଲେଖା ହେଇଛି, ଭଲ ତ କିଛି ନାହିଁ ୟା ଭିତରେ? ନା ନା, କଥାଟା ସେଠି ନାହିଁ। ଆଷ୍ଟ୍ରୋଲୋଜି କହୁଛି କି ଦିଜ୍ ଆର୍ ଚ୍ୟାଲେଞ୍ଜେସ୍, କି ଏଇଟା ଏମିତି ଲାଇକଲି ଟୁ କମ୍, ଏଇଟା ଆସିବ ହିଁ ଆସିବ, ତମେ ମାନେ ତାକୁ ରୋକି ପାରିବନି, ଚାହିଁଲେ ବି ରୋକି ପାରିବନି। କୋଦ କସ୍ମିନ୍ କାଳେ ରୋକି ପାରିବନି ଭାଇ, ତମେ ଚାହିଁଲେ ବି ରୋକି ପାରିବନି। ବଟ୍ କଣ ହୁଏ ନା, ଗୋଟେ ଗୋଟେ ସିଚୁଏସନ ରେ ଏମିତି ହୁଏ, କୌଣସି ଲୋକ କୌଣସି ଗୋଟେ ଛୋଟ ମୋଟ ଧର୍ମ କର୍ମ ବି କରନ୍ତିନି, ନିଜ ଧନ୍ଦାରେ ବ୍ୟସ୍ତ ରହନ୍ତି, ମନ୍ଦିର ଯାଆନ୍ତିନି, ପୂଜା ପାଠ ତ ଦୂରର କଥା, ଦାନ ଧର୍ମ ତ ଦୂର କଥା, ମାନେ କରନ୍ତିନି। ସେଇଠି ବହୁତ ମାତ୍ରାରେ ଏଗୁଡା ସବୁ ଫଳିତ ହୁଏ। ସମସ୍ତେ କହନ୍ତି ପୂଜା ପାଠ କଲେ କଣ ମିଳିବ? କିଛି ନହେଲେ ତ ତମର କର୍ମଫଳ ଗୁଡିକ ଖଣ୍ଡିତ ହୁଏ। ତାପରେ ଆଚାର୍ଯ୍ୟ କହୁଛନ୍ତି 32 ବର୍ଷ ପର୍ଯ୍ୟନ୍ତ କୁହାଯାଏ ଅଳ୍ପାୟୁ ଯୋଗ। ପ୍ରତ୍ୟେକ କୁଣ୍ଡଲି ଉଠେଇବ, ସେଥିରେ କିଛି ଅଳ୍ପାୟୁ ଯୋଗ ବି ଥିବ, ପୂର୍ଣ୍ଣାୟୁ ଯୋଗ ବି ଥିବ, ମଧ୍ୟାୟୁ ଯୋଗ ବି ଥିବ। ତାପରେ ଆଚାର୍ଯ୍ୟ କହୁଛନ୍ତି ସେ 70 ବର୍ଷ ପର୍ଯ୍ୟନ୍ତ ମଧ୍ୟମାୟୁ ହୁଏ। 70ରୁ 100 ବର୍ଷ ପର୍ଯ୍ୟନ୍ତ ପୂର୍ଣ୍ଣାୟୁ ବୋଲି କଥିତ ହୁଏ। କଳି ଯୁଗରେ ଆଚାର୍ଯ୍ୟ ମାନେ ବିଂଶୋତ୍ତରୀ ମହାଦେଶକୁ ଯେତେବେଳେ ଦେଖାଯାଏ, ସେଥିରେ 120 ବର୍ଷ ଅଛି। ହେଲେ ଆମେମାନେ ଜେନେରାଲି ଏବେ ଦେଖୁଛୁ ଡେ ଟୁ ଡେ ଲାଇଫରେ ପ୍ରାୟ ଲୋକମାନେ 70ରୁ 80, ଆଉ ଯଦି ବହୁତ ଭଲ ହେଇଥିବେ 80ରୁ 90 ଭିତରେ ଚାଲନ୍ତି, ଯାଆନ୍ତି ଭାରି, ପାରେଇ ଯାଆନ୍ତି। କିନ୍ତୁ ଆଜିକାଲି ଆପଣ ଗୋଟେ ଛୋଟ କଥା ଅନୁଭବ କରିବେ ଯେ ମ୍ୟାକ୍ସିମମ୍ କେସ୍ ଆପଣ ଦେଖିବେ ଅଳ୍ପାୟୁ ଯୋଗ ହଉଛି। ଏଇଟାକୁ, ଏଇଟା ନା ମାନେ ବହୁତ ହି ଖରାପ କଥା। ମୁଁ ଏଟା କଣ ପାଇଁ କହୁଛି, ରାମଙ୍କ ରାଜ୍ୟରେ ଥରେ ଗୋଟେ ବ୍ରାହ୍ମଣର ପୁଅର ଅଳ୍ପାୟୁ ଯୋଗରେ ମୃତ୍ୟୁବରଣ ହେଇଗଲା। ସେ ରାମଙ୍କୁ କୈଫତ ମାଗିବାକୁ ଗଲା ଯେ କଣ ପାଇଁ କି ଏ ଏମିତି ହେଲା। ଏଇଟା ମୋ ଗୁରୁଙ୍କର ଷ୍ଟୋରି, ଗୁରୁ ନିଜେ କହିଛନ୍ତି। ତ ସେ କାଳରେ ରାମ ଏମିତି ଭାବରେ ପ୍ରତିଷେଧର ବ୍ୟବସ୍ଥା କରିଥିଲେ, ଯାହା ଦ୍ୱାରା ତାଙ୍କ ନଗରରେ କୌଣସି ଅପମୃତ୍ୟୁ ହବ
ନାହିଁ ସେଭଳି ବ୍ୟବସ୍ଥା ହେଇଥିଲା। ତେଣୁ ମଣିଷ ଯାହା କିଛି ବି କରିବ ତା ପାଖରେ ଆୟୁ ଥିଲେ ତ କରିବ। ଯେତେବେଳେ ଗଣପତିଙ୍କର କର୍ମକାଣ୍ଡରେ ଆବାହନ ହୁଏ ବା ତାଙ୍କୁ ପୂଜା କରାଯାଏ, ତାଙ୍କୁ କଣ ମଗାଯାଏ ଜାଣିଛ? ସର୍ବପ୍ରଥମେ ଆୟୁର୍ଦେହି ଯଶୋ ଦେହି ଶ୍ରିୟମ୍ ଦେହି ତ୍ୱମେବ ଚ ପୁତ୍ର ପୌତ୍ର ପ୍ରପୌତ୍ରମ୍ ଚ ଦେହି ମେ ଗଣନାୟକ। ସର୍ବପ୍ରଥମେ ମାଗନ୍ତି ଆୟୁ ଦିଅ, ଯଶ ଦିଅ। ଆୟୁର୍ଦେହି ଯଶୋ ଦେହି ଶ୍ରିୟମ୍ ଦେହି, ଶ୍ରୀ ବି ଦିଅ ମାନେ ବୃଦ୍ଧି। ଆୟୁ ଦିଅ, ଯଶ ଦିଅ, ବୃଦ୍ଧି ଦିଅ, ତୁମେ ହିଁ ଦିଅ। ପୁତ୍ର ଦିଅ, ପୌତ୍ର ଦିଅ, ପ୍ରପୌତ୍ର ଦିଅ। ଏଗୁଡା କାହିଁ ମଗାଯାଏ? କାରଣ ଏଇ ଜିନିଷ ଗୁଡାକ ହଉଛି, କିଏ କହିବ ମତେ ଅର୍ଥମାନ ଯଶ ଦରକାରନି, ବୃଦ୍ଧି ଦରକାରନି, ଏଇଟା ମିଛ କଥା। କାରଣ ତୁମେ ଯାହା ବି ଅପରେଟ କରିବ ବିନା ଅର୍ଥରେ ଅପରେଟ କରିପାରିବନି। ବିନା ଯଶରେ ତମର ବଞ୍ଚିବା ଗୋଟେ ଗୋଟେ ନର୍ମାଲ ଗୋଟେ ଜୀବ ଭଳିଆ ବଞ୍ଚିବ, ତମ ପ୍ରାଣୀ ମାନେ ଜଙ୍ଗଲର ପଶୁ ଭଳିଆ ବଞ୍ଚିବ। ଠିକ ଅଛି। ତ ଏଇଟା ଥିଲା ଆମର ଅରିଷ୍ଟ ପୂର୍ବକ ଆୟୁଷ ଭେଦ। ଆମେ କାଲି ପଢିବା ଅରିଷ୍ଟ ଆଦି ଗ୍ରହ ମାନଙ୍କର ସ୍ଥିତି, କି କୋଉ ଭଳି ସ୍ଥିତିରେ କଣ ରହିଲେ ଏଇ ଜିନିଷଟା କ୍ରିଏଟ, ସେଟା ଧୀରେ 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 ପଡିବା। ଏହାର ଗୋଟେ ସେପାରେଟ ପ୍ଲେଲିଷ୍ଟ କରିଦବ ଅରିଷ୍ଟ ଅଧ୍ୟାୟ। ମାନେ କାଲିର ଭିଡିଓ ଆଜିର ଭିଡିଓକୁ ମିଶେଇ ଦବ, ତାକୁ କରିଦବ ଅରିଷ୍ଟ ଅଧ୍ୟାୟ। ଆଜିର ସେସନ ପାଇଁ ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।